ओके, गुड मॉर्निंग स्टूडेंट। समस्त वॉइस क्लियर अच्छे, एवरीथिंग इज क्लियर, नो इशू। अगेन समस्त क्वेश्चन वॉइस क्लियर अच्छे, अगेन समस्त क्वेश्चन वॉइस क्लियर अच्छे, नो इशू। थैंक यू। तो आमे स्टार्ट करथिले कोन ना, सेप्टेम्बर मासर करंट अफेयर को आमे कंटिन्यू करथिलो। ओके, तो आमे सेप्टेम्बर मासर करंट अफेयर को कंटिन्यू करथिलो। ओके, तो आमे ऑलरेडी लास्ट क्लास से डिस्कशन करथिले स्पोर्ट्स एंड अवार्ड, स्पोर्ट्स एंड अवार्ड ऊपर डिस्कशन करथिलो। ओके, तो आज क्लास रे ଆମେ ଡିସ୍କସନ୍ କରିବା ଏନଭାରନମେଣ୍ଟ ଆଣ୍ଡ ବାୟୋଡାଇଭରସିଟି। ମନେ ରଖ, ସାଧାରଣତଃ ଓକେ ओके थैंक यू। जे एनवायरमेंट और बायोडाइवर्सिटी को सेप्टेम्बर मासରେ जो करेंट अफेयर ରହୁଛି, ଆଉ ମନେ ରଖ एनवायरमेंट और बायोडाइवर्सिटी ଯେତିକି क्वेश्चन ପ୍ରି ରେ ଆସିଥାଏ 70% क्वेश्चन କାହାକୁ ବେସ୍ କରି ହେଇଥାଏ ନା ତୁମର କରେଣ୍ଟ अफेयर को बेस କରି ହେଇଥାଏ। इवन जो माने सीजीएल ପାଇଁ प्रिपरेशन କରୁଛ ବା ओएस प्रिलिम ପାଇଁ प्रिपरेशन କରୁଛ ତ ବେଷ୍ଟ କରେଣ୍ଟ अफेयर ରହିବ। ଆଉ ସବୁ ଯାକ ମୁଁ ସେଇ ପଏଣ୍ଟ କୁ ବେସ୍ କରିଛି ଯୋଉଟା କି ତମର ଓପିଏସସି ରେ ପଚାରେ। ଓକେ, ଚାଲେ ଥଣ୍ଡା ଟିକେ ଏକ୍ସେସ ହେଇଯାଇଛି ତ ସେଥିପାଇଁ ଭଏସ ଟିକେ ସ୍ଲୋ ରହିବ। ଆଚ୍ଛା, ଏବେ ରିସେଣ୍ଟଲି ଏନଭାରନମେଣ୍ଟ ଅଡିଟ ରେଜଲ୍ଟ 2025 କୁ ରିଲିଜ କରାଯାଇଛି। ଦେଖ, ଆଗରୁ ଏଇଟା କେବେ ହଉନଥିଲା ଯେ କୌଣସି ଜିନିଷ ଅଡିଟ କାହିଁକି କରାଯାଏ। ଏଥିପାଇଁ ଅଡିଟ କରାଯାଏ ଯେ ଆକ୍ଚୁଆଲି ଗୋଟେ ଜିନିଷକୁ ପ୍ରପର ୱେରେ ମେଣ୍ଟେନ କରାଯାଉଛି କି ନାହିଁ, ବା ଗୋଟେ ଜିନିଷକୁ ପ୍ରପର ୱେରେ କାମ ହଉଛି କି ନାହିଁ, ତ ତାକୁ ବେସ୍ କରିବା ପାଇଁ ଆମେ ଅଡିଟ କରିଥାଉ। ଏନଭାରନମେଣ୍ଟ ଅଡିଟ ରେଜଲ୍ଟ 2025 ବର୍ତ୍ତମାନ ରିଲିଜ କରାଯାଇଛି। ତ ଆଗରୁ ଏନଭାରନମେଣ୍ଟକୁ ନେଇକରି କୌଣସି ଟାଇପର ଅଡିଟ କରାଯାଉ ନଥିଲା। ଓକେ, ଘଟଗାଁ ଯାଇଥିଲି। ଓକେ, ତ ସେ ହଁ କଣ ଆସିଲା ନା ନା ଏନଭାରନମେଣ୍ଟକୁ ନେଇ କେବେ ଅଡିଟ ହଉନଥିଲା। ଦ୍ୟାଟ୍ ଇଜ ଦ ଫାର୍ଷ୍ଟ ଟାଇମ୍ ଏ ଜିନିଷକୁ କରାଯାଇଛି। ତ ସେଥିପାଇଁ ଏଟା ଏଟା ଇମ୍ପୋର୍ଟାଣ୍ଟ ନ୍ୟୁଜ୍ ମଧ୍ୟ ରହୁଛି, ଆଉ ଏକ୍ସାମ ପଏଣ୍ଟ ଅଫ ଭ୍ୟୁରେ ଇମ୍ପୋର୍ଟାଣ୍ଟ ରହୁଛି। ଏନଭାରନମେଣ୍ଟ ଅଡିଟ ରିପୋର୍ଟ 2025 କୁ ରିଲିଜ କରାଯାଇଛି। ଆର ମୁଖ୍ୟ ଅବଜେକ୍ଟିଭ ହଉଛି କଣ ନା ତୁମର ଯୋଉ କୌଣସି ଜିନିଷକୁ ଅଫିସକୁ ରେଗୁଲେଟ କରିବା ବା କୌଣସି ପଲ୍ୟୁସନକୁ କଣ୍ଟ୍ରୋଲ କରିବା, ଏସବୁ ଜିନିଷର ମୁଖ୍ୟ ଉଦ୍ଦେଶ୍ୟ ରହୁଛି। ତ ଯେମିତିକି ତୁମର ଅଛି କଣ ନା ଏନଭାରନମେଣ୍ଟ ଆକ୍ଟ ଅଛି 1986, ଏସବୁ ଆକ୍ଟକୁ ମନେ ରଖିବ। ଆକୁ ମାନେ ପ୍ରପର ୱେରେ ମେଣ୍ଟେନ ହଉଛି କି ନାହିଁ। ଫରେଷ୍ଟ ଆକ୍ଟ 1980, ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ଆକ୍ଟ 1972, ଗ୍ରୀନ କ୍ରେଡିଟ ରୁଲ୍ସ ଯୋଉ ଗ୍ରୀନ କ୍ରେଡିଟ ରୁଲ୍ସ 2023 ଅଛି, ଏସବୁ ଜିନିଷ ହଉଛି କି ନାହିଁ। ସେଇଭଳି ଆମେ କହିପାରିବା ଇ ୱେଷ୍ଟ ରୁଲ 2022 ଆସିଲା, ପ୍ଲାଷ୍ଟିକ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲ 2016 ଆସିଲା, ବ୍ୟାଟେରୀ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲ 2022 ଆସିଲା। ତ ଏସବୁ ରୁଲକୁ ମନେ ରଖିବ, କାହିଁକି ନା তুমি ଦେଖିଥିବ ଓପିଏସସି ଏସବୁ ଜିନିଷକୁ ନେଇକି କ୍ୱେଶ୍ଚିନ୍ ଦେଇଥାଏ। ଓକେ, আচ্ছা, ইকোমার্ক রুল 2024 রহিলা। এসব রুল কু মনে রখিব, তা সହିତ ସମସ୍ତ ଆକ୍ଟ କୁ ମନେ ରଖିବ ଯେ କେଉଁ କେଉଁ ଆକ୍ଟ କଣ। ତ ଏ ସମସ୍ତ ଜିନିଷକୁ ମେଣ୍ଟେନ କରିବା ପାଇଁ କଣ କରାଯାଇଥିଲା ନା ଏନଭାରନମେଣ୍ଟ ଅଡିଟ ରୁଲ 2025 କୁ ରିପୋର୍ଟ ରିଲିଜ କରାଯାଇ ଅଛି। আচ্ছা, আকর্ডিং টু রিপোর্ট অনুযায়ী আকচুয়ালি রিপোর্ট কু কিଏ ସେ ବାହାର କରୁଛି, ରିପୋର୍ଟ କାହା ଦ୍ୱାରା ମାନେ କାଲକୁଲେସନ କରାଯାଉଛି ବା ସାର୍ଟିଫିକେଟ ରେଜିଷ୍ଟ୍ରେସନ କିଏ କରୁଛି। ଏନଭାରନମେଣ୍ଟ ଅଡିଟ ଯୋଉଟା କି ଆମେ ସର୍ଟକଟରେ କହୁଛେ ଇଏ ডিএ କଣ କରୁଛି, ସାର୍ଟିଫିକେସନ କରିବା, ରେଜିଷ୍ଟ୍ରେସନ, ମାନେ ଏ ସମସ୍ତ ଅଡିଟ କାମ କରିଥାଏ। ତା ସହିତ ବାଇ ଦ ସାର୍ଟିଫିକେଟ ବାଇ ଏମ ଓ ଇଏଫସିସି ନୋଟିଫାଇଡ କରିଛି କାହାକୁ ନା ତୁମର ଇଏ କୁ ଯେ ଏଇ ଜିନିଷକୁ କରିବା ପାଇଁ। ବାସ୍ ଖାଲି ଏତିକି ନାଁକୁ ମନେ ରଖିବାର ଅଛି କିଏ ରେଗୁଲେଟ କରୁଛି ବୋଲି। ଆଚ୍ଛା, ଅଦରୱାଇଜ ଏଥିରେ ଆଉ କିଛି ଇମ୍ପୋର୍ଟାଣ୍ଟ ରହୁନି। ତ ସାଧାରଣତଃ ଆମେ ଦୁଇଟି ଷ୍ଟେପରେ ଅଡିଟ୍ କରାଯାଉଛି, ମାନେ ଟାୟାର ୱାନ୍ ଆଉ ଟାୟାର ଟୁ। ଟାୟାର ୱାନ୍ ହେଉଛି ଗଭର୍ଣ୍ଣମେଣ୍ଟ ରେଗୁଲେଟର୍ସ ଯୋଉମାନେ ସବୁ ରହୁଛନ୍ତି ଏମ ଓ ଇ ଏଫ ସି ସି, ରିଜନାଲ ଅଫିସ ଯୋଉ ସବୁ ରହୁଛି, ତୁମମାନଙ୍କର ସିପି ସିବି ଯୋଉ ଅଫିସ ସବୁ ରହୁଛି, ତ ଗଭର୍ଣ୍ଣମେଣ୍ଟ ରେଗୁଲେଟ କରୁଛି। ତା ସହିତ କିଛି ଥାର୍ଡ ପାର୍ଟି ରହୁଛନ୍ତି, ଯେମିତି କି ତୁମକୁ କହିଥିଲି କି ସେ ডিইএডି ରହିଲା। ତ ଏମିତି କିଛି ଥାର୍ଡ ପାର୍ଟି ରହୁଛନ୍ତି, ସେମାନେ ମଧ୍ୟ ମାନେ ଅଡିଟ କରିବାରେ ହେଲ୍ପଫୁଲ କରୁଛନ୍ତି। ବାସ୍ ଖାଲି ଆମକୁ ଏତିକି ମନେ ରଖିବାର ଅଛି ଯେ ଏନଭାରନମେଣ୍ଟ ଅଡିଟ ରିପୋର୍ଟ 2025 କୁ ରିଲିଜ କରାଯାଇଛି। ଏହା ପ୍ରକୃତରେ କୋଉ କୋଉ ଜିନିଷ ପ୍ରତି ଧ୍ୟାନ ଦେବା ଦଉଛି, ଯେମିତି ଇ ୱେଷ୍ଟ ରହିଲା, ତୁମର ପ୍ଲାଷ୍ଟିକ ୱେଷ୍ଟ ମ୍ୟାନେଜମେଣ୍ଟ ରହିଲା,
तुमର ବ୍ୟାଟେରୀ ୱେଷ୍ଟ ମ୍ୟାନେଜମେଣ୍ଟ ରହିଲା। ତ ଏସବୁ ଜିନିଷ ଉପରେ ଧ୍ୟାନ ଦେବା ପାଇଁ। ଆଚ୍ଛା ମୁଁ ଏଇଠି ଗୋଟେ ଓଏସ୍ ପିଲାମାନଙ୍କୁ କହୁଛି, ଦେଖ ଯେହେତୁ ତୁମର ଲାଷ୍ଟ ଟାଇମ ଗୋଟେ କ୍ୱେଶ୍ଚିନ୍ ଆସିଥିଲା 2022ରେ, ଯେ ଆକ୍ଟ ଉପରେ କ୍ୱେଶ୍ଚିନ୍ ଆସିଥିଲା ଯେ ଏନଭାରନମେଣ୍ଟ ଆକ୍ଟ କେତେ, ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ଆକ୍ଟ କେତେ, ତୁମମାନଙ୍କ ଗ୍ରୀନ କ୍ରେଡିଟ ରୁଲ୍ସ କେତେ, ତୁମର ହଉଛି ଫରେଷ୍ଟ କନଜରଭେସନ ଆକ୍ଟ କେତେ। ମେ ବି ଏଥର ଏ କ୍ୱେଶ୍ଚିନ୍ ପଚାରି ଦେଇପାରେ ଇ ୱେଷ୍ଟ ରୁଲ କେତେ, ପ୍ଲାଷ୍ଟିକ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲ କେତେ, ବ୍ୟାଟେରୀ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲ କେତେ, ଏସବୁ ଜିନିଷ ମନେ ରଖିବ। ମନେ ରଖିବ ଇ ୱେଷ୍ଟ ହଉଛି ସେଇ 2022, ଆଉ ବ୍ୟାଟେରୀ ୱେଷ୍ଟ ମ୍ୟାନେଜମେଣ୍ଟ 2022। ତ ଆରାମସେ ଏଟା ମନେ ରହିଗଲା। ତାପରେ ଆସିଲା ପ୍ଲାଷ୍ଟିକ, ଯେହେତୁ ପ୍ଲାଷ୍ଟିକଟା ପ୍ରୋବ୍ଲେମ ଆମର ବିଗତ ଦିନମାନଙ୍କୁ ରହିସାରିଛି, ତ ଏଇଟା 2016 ଆସିଲା। ତ ଏମିତି ଟିକେ ମନେ ରଖିବା। ପୁରା କ୍ଲିୟର ହେଲେ ପଏଣ୍ଟଟାକୁ ନେଇକି ସମସ୍ତେ। ହଁ, କିନ୍ତୁ ଯୋଉ ଗୋଟେ ସିଜିଏଲ ଏକ୍ସାମ ଦଉଛୁ, ଏଠି କ୍ୱେଶ୍ଚିନ୍ କେମିତି ଆସିବ? ଡାଇରେକ୍ଟ କ୍ୱେଶ୍ଚିନ୍ ଏମିତି ଆସିବ ସିଜିଏଲରେ ଯେ ତୁମମାନଙ୍କର ଏନଭାୟରନମେଣ୍ଟ ପ୍ରୋଟେକ୍ସନ ଆକ୍ଟ କେତେ, ଡାଇରେକ୍ଟ କ୍ୱେଶ୍ଚିନ୍। ଫରେଷ୍ଟ କନଜରଭେସନ ଆକ୍ଟ କେତେ, ଏଇଭଳି କ୍ୱେଶ୍ଚିନ୍। ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ଆକ୍ଟ କେତେ। ତ ଏଇଭଳି କ୍ୱେଶ୍ଚିନ୍ ତୁମମାନଙ୍କୁ ଡାଇରେକ୍ଟ ପଚରାଯାଏ, କିନ୍ତୁ ଓଏସ୍ ରେ ଏଟା ଗୋଟେ ବୁଲେଇକିରି ପଚରାଯାଏ। ଓକେ, ଏବେ ଯିବା ଇଏ ଆମର ପଳେଇଗଲା କିଏ ସେ ନା ଏନଭାୟରନମେଣ୍ଟ ଅଡିଟ୍ ରୁଲ 2025 ପଳେଇଲା। ଏବେ ଯିବା ସେକେଣ୍ଡ ପଏଣ୍ଟ। ସେକେଣ୍ଡ ପଏଣ୍ଟ ହଉଛି ସିପିସିବି, ରିପୋର୍ଟ ଅନ୍ ପଲ୍ୟୁଟେଡ୍ ରିଭର ସିଟିଜ ବା ସାଇଟ୍ ବୋଲି ଆମେ କହିପାରିବା। ବିଭିନ୍ନ ସିଟି ହଉ, ବିଭିନ୍ନ ଷ୍ଟେଟ ମାନଙ୍କରେ, ବିଭିନ୍ନ ସାଇଟ୍ସ ମାନଙ୍କରେ ପଲ୍ୟୁସନ, ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ, ଯାହାକୁ ଆମେ ସର୍ଟକଟରେ କହୁଛେ କଣ, ସିପିସିବି, ତାର ରିପୋର୍ଟ ରିଲିଜ କରୁଛି। କାହାକୁ ବେସ୍ କରିକି ନା 2023 କୁ ବେସ୍ କରିଛି। ଓକେ, ତ 2023 କୁ ବେସ୍ କରି 26ରେ ରିପୋର୍ଟକୁ ରିଲିଜ କରାଯାଇ ଅଛି। ଯେ ଆକ୍ଚୁଆଲି ଏଟା ପ୍ରତି 2 ଇୟର ସାଇକ୍ଲିଂ ରେ ଏଟା ହେଇଥାଏ। ପ୍ରତି 2 ଇୟର ସାଇକ୍ଲିଂ ହେଇଥାଏ। ଯେ ରିଭର ପଲ୍ୟୁସନ ତୁମେ ଦେଖିଥିବ, ଗଙ୍ଗା ରିଭର ହଉ, ଯମୁନା ରିଭର ହଉ, ବିଭିନ୍ନ ରିଭର ବର୍ତ୍ତମାନ ପଲ୍ୟୁସନ ଆଡକୁ ଯାଉଛି। ତ ଏଇ ଯୋଉ ରିଭରର ଯୋଉ ପଲ୍ୟୁସନ ରହୁଛି, ଆକୁ ନେଇ ରିପୋର୍ଟ ରିଲିଜ କରୁଛି କିଏ ସେ, ଦ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ, ଯାହାକୁ ଆମେ ସର୍ଟକଟରେ କହୁଛେ ସିପିସିବି। ରିଲିଜ 2023ର ପଲ୍ୟୁସନ ରିଭର ସାଇଟ୍ସ କୁ ରିଲିଜ କରିଛି। ମୋର କହିବା କଥା, ଫାର୍ଷ୍ଟ ପଏଣ୍ଟ ଏଟା ଇମ୍ପୋର୍ଟାଣ୍ଟ ରହିବ ଯେ ଏଟା କେତେ ବର୍ଷରେ ଥରେ ସାଇକ୍ଲିଂ କୁ ରିପିଟ କରାଯାଏ। ପ୍ରତି 2 ଇୟର୍ସ ସାଇକ୍ଲିଂ ରହୁଛି। ଓକେ, ଫୋକସିଂ ଫୋକସିଂ ଅନ୍ ବିଓଡି, କିଏ ମତେ କହିପାରିବ ହ୍ୱାଟ ଇଜ ଦ ବିଓଡି? ହ୍ୱାଟ ଇଜ ଦ ବିଓଡି? ହ୍ୱାଟ ଇଜ ଦ ବିଓଡି, ଯାହାର ଫୁଲ ଫର୍ମ ହଉଛି ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ। ଦେଖ ଏଇଟା ହଉଛି ତାର ଫୁଲ ଫର୍ମ। ଏଇଟା ତମକୁ ବେଳେ ବେଳେ କ୍ୱେଶ୍ଚିନ୍ ଯଦି ଏ ବର୍ଷ ପଚାରିଥିଲା ଯେ ଫୁଲ ଫର୍ମକୁ ନେଇକିରି କ୍ୱେଶ୍ଚିନ୍ ସେଇଭଳି ପଚାରିଥିଲା, ଯେ ମୋର କହିବା କଥା ଆକ୍ଚୁଆଲି ଜିନିଷଟା କଣ, ଆର କାମ କଣ, କି କଣ କରେ। ଆଚ୍ଛା ତୁମେ ଦେଖିଥିବ ବିଓଟି ର କାମ ହଉଛି ଯେ ଆମର ୱାଟରରେ ଯୋଉ ସବୁ ବ୍ୟାଡ ବ୍ୟାକ୍ଟେରିଆ ସବୁ ରହୁଛନ୍ତି, ଏଇଠି ତୁମକୁ ଆର ଡେଫିନେସନ ଦେଇଦେଇଛି କଣ ନା, ଇଜ ଦ କ୍ୱାଣ୍ଟିଟି ଅଫ dissolved oxygen that bacteria required to break down the oxygen wastage in water। ଯୋଉ ୱାଟରରେ ଯୋଉ ମାନେ ମାନେ ବ୍ୟାଡ ମାନେ ଅକ୍ସିଜେନ, ହଁ ଇ ଅକ୍ସିଜେନ ଆଚିବାଟ, ହଁ ତା ଅର୍ଥ ମନେ ରଖିଥିଲେ ଯେ ଯେ ଆମର ଯୋଉ ଅକ୍ସିଜେନ ଲେବୁଲ ରହୁଛି ୱାଟର ଯୋଉ ରହୁଛି, ଆର ମୁଖ୍ୟ କାମ ରହୁଛି ତୁମର ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡର କାମ ରହୁଛି କଣ, ଯେ ମାନେ ଯୋଉ ୱେଷ୍ଟେଜ ଅଛି ଆକୁ ସବୁ ବ୍ରେକ୍ ଡାଉନ୍ କରିବା। ତ ସାଧାରଣତଃ ଆକୁ ନେଇକିରି ହିଁ ତୁମମାନଙ୍କର କାଲକୁଲେସନ କରାଯାଇଥାଏ କଣ ନା, ୱାଟର ପଲ୍ୟୁସନକୁ ନେଇ, ପଲ୍ୟୁସନକୁ ନେଇ କାଲକୁଲେସନ କାହାକୁ ନେଇକି କରାଯାଏ ନା ବିଓଡି କୁ ନେଇ କାଲକୁଲେସନ କରାଯାଇଥାଏ। ଯେହେତୁ ଏବେ ରିପୋର୍ଟ ଆସିଛି, ତ ଆମେ ତାକୁ ନେଇକି କିଛି ପଏଣ୍ଟ ଦେଖିବା ଯେ ଆକ୍ଚୁଆଲି ଏଇ ପଏଣ୍ଟକୁ ନେଇ କ୍ୱେଶ୍ଚିନ୍ କଣ ଆସିବ। ତୁମର ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର କାମ କଣ ରହୁଛି, ବା ତୁମର ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ କହିଲେ କଣ ଅଛି, ଯାହାକୁ ଆମେ ବିଓଡି ବୋଲି କହୁଛେ। ଆଚ୍ଛା, ଏଇଠି ଆମେ ଦି ତିନିଟା ପଏଣ୍ଟ ଉପରେ ଧ୍ୟାନ ଦବା। ଆଚ୍ଛା, ଯଦି ଆମେ ଆମକୁ ଯଦି କୁହାଯାଏ କି ହାଇଲାଇଟ ହିସାବରେ ଆମେ ଲକ୍ଷ୍ୟ କରିବା ଯେ ପଲ୍ୟୁଟେଡ ରିଭର ଲୋକେସନକୁ ନେଇ ଗୋଟେ କ୍ୱେଶ୍ଚିନ୍ ଆସେ, ପଲ୍ୟୁସନ ରିଭରର ଷ୍ଟ୍ରେସକୁ ନେଇକି ଗୋଟେ କ୍ୱେଶ୍ଚିନ୍ ଆସେ, ଷ୍ଟ୍ରେଚେସକୁ ନେଇକି ଗୋଟେ କ୍ୱେଶ୍ଚିନ୍ ଆସେ। ଆଉ ଗୋଟେ ଆସିଲା କୋଉ କୋଉ ଷ୍ଟେଟରେ କେତେ ପରସେଣ୍ଟ ମାନେ କେତେ ରିଭର ରହୁଛି ଯେ କି ପଲ୍ୟୁଟେଡ ଏରିଆରେ ଆସୁଛି, ଷ୍ଟେଟ ୱାଇଜ ଷ୍ଟାଟସ। ଯଦି ଷ୍ଟେଟ ୱାଇଜ ଆମେ ଷ୍ଟାଟସକୁ ଦେଖିବା, ଯେ ସବୁଠାରୁ ହାଏଷ୍ଟ କିଏ ଅଛି, ମହାରାଷ୍ଟ୍ର। କେତେଟା ନା 54ଟା।
ଦେନ୍ କିଏ ଆସୁଛି କେରଳ, ତାପରେ କିଏ ଆସୁଛି ମହାରାଷ୍ଟ୍ର ହଉଛି ମଧ୍ୟପ୍ରଦେଶ। କିନ୍ତୁ ଯଦି ଆମେ ପୂର୍ବ ବର୍ଷର ରିପୋର୍ଟକୁ ଲକ୍ଷ୍ୟ କରିବା, ଏଇଟା 2023 ରିପୋର୍ଟ ଆସିଲା। 22କୁ ଦେଖି ବି ଲକ୍ଷ୍ୟ କରିବା, 22ରେ ଥିଲା କିଏ ସେ, ମହାରାଷ୍ଟ୍ର ଥିଲା ନମ୍ବର 1, ଯୋଉଟା କି 55 ଥିଲା, ଏବେ 54 ହେଇଛି। ତାପରେ ଥିଲା କିଏ ସେ, ନା ମଧ୍ୟପ୍ରଦେଶ ଥିଲା, ବିହାର ଥିଲା, କେରଳ ଥିଲା। ବଟ୍ କେରଳ ବର୍ତ୍ତମାନ ଅଧିକ ପଲ୍ୟୁଟେଡ୍ ଏସବୁ ରିଭର ସବୁ ହେଇଯାଇଛି। ତାହେଲେ ଆମେ ଯଦି ମନେ ରଖିବା 23ଟା ମନେ ରଖିବା, 23 ମୁତାବକ ଯଦି ଆମେ ରିଭରର ଯୋଉ ପଲ୍ୟୁସନ ଅଛି ସବୁଠୁ ହାଏଷ୍ଟ ଆମେ କୋଉଠି ପାଉଛେ, ନା ମହାରାଷ୍ଟ୍ର। ତାପରେ କିଏ ଆସିଲା, କେରଳ ଆସିଲା। ଆଚ୍ଛା, ଆମେ ଯେତେବେଳେ ଗୋଟେ ରିଭରର ପଲ୍ୟୁସନକୁ କାଲକୁଲେସନ କରିଥାଉ, ଆମେ ଯେତେବେଳେ ରିଭରର ପଲ୍ୟୁସନକୁ କାଲକୁଲେସନ କରିଥାଉ, ଓଭରଅଲ୍ ଗୋଟେ କାଲକୁଲେସନ ହେଲା। ଆଉ ଗୋଟେ ହଉଛି ତାର ଷ୍ଟ୍ରେଚେସକୁ ନେଇକିରି। ଓକେ, ଏ ଯୋଉ ପଏଣ୍ଟ ଦ ପଲ୍ୟୁଟେଡ୍ ରିଭର ଷ୍ଟ୍ରେଚେସକୁ, ଯୋଉଟାକୁ ନେଇକି କାଲକୁଲେସନ କରାଯାଏ, ଯୋଉ ଗତି କରିଛି ତାକୁ ନେଇ ଯୋଉ କାଲକୁଲେସନ କରାଯାଏ। ଆଗରୁ ପଏଣ୍ଟ ଆମର ଥିଲା କେତେ, ଆଗରୁ ଥିଲା 311, ଯୋଉଟା କି ଡିକ୍ରିଜ ହେଇକିରି 296 ହେଇଛି, 296 ହେଇଛି। ଓକେ, ଆଉ ଗୋଟେ ଆସିଲା ପଲ୍ୟୁଟେଡ୍ ରିଭର ଲୋକେସନକୁ ନେଇ। ଲୋକେସନ ତ ସପୋଜ ଇଏ ହଉଛି ଗୋଟେ ଲୋକେସନ, ଇଏ ହଉଛି ଗୋଟେ ଲୋକେସନ। ଲୋକେସନକୁ ନେଇ ଯଦି ଆମେ କାଲକୁଲେସନ କରୁଛେ, ଆମ ମାନଙ୍କର ପଏଣ୍ଟ ଥିଲା 150 ବା 815 ଥିଲା, ଯୋଉଟା କି ବର୍ତ୍ତମାନ ହେଇଯାଇଛି କେତେ, ନା 807 ହେଇଛି। ଏଇ ଭ୍ୟାଲୁକୁ ମନେ ରଖିବାର ଅଛି। ଆଉ ଏଇ ଜିନିଷ ତୁମକୁ ହେଲ୍ପଫୁଲ କରିବ କୌଣସି ଏକ ପଲ୍ୟୁସନର ଟପିକ ଲେଖିଲା ବେଳେ, କୌଣସି ଏକ ପଲ୍ୟୁସନର ଟପିକ ଲେଖିଲା ବେଳେ, ଯେମିତିକି ତୁମର ହଉଛି କ୍ଲାଇମେଟର ଯୋଉ ଜିଏସ୍ ପେପର ଅଛି, କିମ୍ବା ତୁମର ଯୋଉ ଏସେ ପେପର ରହୁଛି, ତୁମେ ସେଇଠି ଲେଖିପାରିବ ରିଭର ପଲ୍ୟୁସନ ଉପରେ ଯଦି କିଛି କ୍ୱେଶ୍ଚିନ୍ ଆସୁଛି, ତୁମେ ଲେଖିପାରିବ ଯେ ଷ୍ଟେଟ୍ ୱାଇଜ ଆଜି ପଲ୍ୟୁସନ ଯଦି ଆମେ ଲକ୍ଷ୍ୟ କରୁଛେ, ସବୁଠୁ ହାଇଏଷ୍ଟ ରହୁଛି କି ମହାରାଷ୍ଟ୍ର ରହୁଛି, ଦେନ୍ କେରଳ ରହୁଛି। ଯଦି ଆମେ ପଲ୍ୟୁଟେଡ୍ ରିଭର ଷ୍ଟ୍ରେଚ୍ କଥା ଲକ୍ଷ୍ୟ କରିବା, ଷ୍ଟ୍ରେଚେସ୍ କଥା ଲକ୍ଷ୍ୟ କରିବା, ଯୋଉଟା କି ବର୍ତ୍ତମାନ ପଏଣ୍ଟ ଅଛି କେତେ, 296 ଅଛି। କିନ୍ତୁ ପଲ୍ୟୁଟେଡ୍ ରିଭର ଲୋକେସନ କୁ ଯଦି ଆମେ ଲକ୍ଷ୍ୟ କରିବା, ଆଗରୁ ଥିଲା 815, ଯୋଉଟା କି 807 ହେଇଯାଇଛି। ବାସ୍ ଆମକୁ ଏଇ ପଏଣ୍ଟକୁ ମନେ ରଖିବାର ଅଛି। ଆଚ୍ଛା, ସମସ୍ତଙ୍କୁ ବୁଝା ପଇଲା ପିଲେ, ଏଭ୍ରିୱାନ୍ କ୍ଲିୟର? ଏଟା କେତେ ବର୍ଷକୁ ଥରେ କାଲକୁଲେସନ କରାଯାଏ, ଏମିତି କିଛି କ୍ଲିୟର? ଆଚ୍ଛା, ଏଇଠି ଗୋଟେ ଭ୍ୟାଲୁ ଦେଇଥାଏ, ଏଇଠି ଗୋଟେ ଭ୍ୟାଲୁ ଦେଇଥାଏ, ଯେ କଣ ନା ଆମେ ବିଓଡି କୁ ଆମେ କେମିତି କାଲକୁଲେସନ କରାଯାଏ, ଯାହାକୁ କୁହାଯାଏ ପ୍ରାୟୋରିଟି। আচ্ছা, ପ୍ରାୟୋରିଟି 1, ପ୍ରାୟୋରିଟି 2, ପ୍ରାୟୋରିଟି 3, ପ୍ରାୟୋରିଟି 4, ପ୍ରାୟୋରିଟି 5 ସମସ୍ତଙ୍କୁ ଲେବୁଲ ଲେଖାଇছে, ଯେ ଆକ୍ଚୁଆଲି ଏଇଟା ମପାଯାଏ mg ପର ଲିଟର ବା ଏଲ ହିସାବରେ ମପାଯାଏ। ଯଦି 30 ରୁ ଅଧିକ ରହୁଛି ମୋଷ୍ଟ ପଲ୍ୟୁଟେଡ୍ ଏରିଆ ବୋଲି କହିବା, ଯଦି 30 ରୁ 20 ଭିତରେ ଅଛି ହାଇ ପଲ୍ୟୁସନ ବୋଲି ଆମେ କହିପାରିବା, 10 ରୁ 20 ଭିତରେ ରହିଲେ ମଡରେଟ ପଲ୍ୟୁସନ କହିପାରିବା, 6 ରୁ 10 ଭିତରେ ରହିଲେ ଲୋ ପଲ୍ୟୁସନ କହିବା। ଏମିତି ଆମକୁ କ୍ୱେଶ୍ଚିନ୍ ଆସେ ଯେ ତୁମର ପ୍ରାୟୋରିଟି 1ଟାରେ ଲେବୁଲ କେତେ ଥାଏ, ମନେ ରଖିବ ଗ୍ରେଟର ଦେନ୍ 30। 30 ଉପରକୁ ଗଲେ ଆମେ ତାକୁ କଣ କହିବା, ପ୍ରାୟୋରିଟି ଲେବୁଲ 1 ବୋଲି କହିବା। ପ୍ରାୟୋରିଟି ଲେବୁଲ 2 କହିଲେ କାହାକୁ ବୁଝିବା, ଯୋଉଟା କି 20 ରୁ 30 ଭିତରେ ରହୁଛି, ଯାହାକୁ ମଧ୍ୟ ଆମେ କହିଥାଉ ହାଇ ପଲ୍ୟୁସନ ବୋଲି କହିଥାଉ। ତ ଏ ପଏଣ୍ଟ ଗୁଡା ଇମ୍ପୋର୍ଟାଣ୍ଟ, ଯେ ତୁମକୁ ଦେଖିବାର ଅଛି କୋଉ କୋଉ ଲେବୁଲ ଭିତରେ ଆମକୁ ରଖିବାର ଅଛି। ଚାଲିए, ଏବେ ଯିବା ନେକ୍ସଟ ପଏଣ୍ଟକୁ। ଦେଖ, ନେକ୍ସଟ ପଏଣ୍ଟ ହଉଛି କଣ, ଇଟ୍ ଇଜ ଏ ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। ଗୋଟେ ଥାଏ ଏୟାର କ୍ୱାଲିଟି ଇଣ୍ଡେକ୍ସ ଥାଏ, ଆଉ ଗୋଟେ ଥାଏ ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ। ବୁଝିପାରିଲେ, ଦିଟା ଭିତରେ ତଫାତ ଅଛି। ଏୟାର କ୍ୱାଲିଟି ଇଣ୍ଡେକ୍ସ ଗୋଟେ ରିପୋର୍ଟ ଥାଏ, ଆଉ ଗୋଟେ ହଉଛି ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ। ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ମନେ ରଖିଲେ, 2025 ଏଡିସନର ଏଇଟା ରିପୋର୍ଟକୁ ରିଲିଜ କରାଯାଇଛି। ତାହେଲେ ଏଇ ଯୋଉ ରିପୋର୍ଟଟାକୁ ରିଲିଜ କରାଯାଇଛି, ଆକୁ କିଏ କରାଯାଇଛି, ନା ଏନର୍ଜି ପଲିସି ଇନଷ୍ଟିଟ୍ୟୁସନ, ୟୁନିଭର୍ସିଟି ଅଫ ଓକେ ଚିକାଗୋ, ଯେ এই ରିପୋର୍ଟକୁ ରିଲିଜ କରାଯାଇଛି, ଯେ ଏଥିରେ ମେନସନ ଅଛି ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ କଥା। ମନେ ରଖିଲେ ଯେ ଆମର ପଲ୍ୟୁସନ ମାତ୍ରା ବର୍ତ୍ତମାନ ଏତେ ଯେ ବଢି ଯାଇଛି, ନା ଆମେ ତାକୁ କହିପାରିବା, ହଁ, ପର୍ଟିକୁଲେଟ୍, PARTICULATE, ପର୍ଟିକୁଲେଟ୍ ଏୟାର ପଲ୍ୟୁସନ, ଯୋଉଟାକୁ ଆମେ ସର୍ଟକଟରେ କହିପାରିବା PM2.5 ବୋଲି ଆମେ ଯାହାକୁ କହୁଛେ। ଯେ ଏତେ ମାତ୍ରାରେ ଆମ ପଲ୍ୟୁସନ ବଢି ଯାଇଛି, ଆମର ଜେନେରାଲ ପିପୁଲ ମାନଙ୍କର ଲାଇଫଟା ଯୋଉଟା ଆଭରେଜ ଲାଇଫ ଅଛି, ଯୋଉ ଏକ୍ସପାନସନଟା ଏବେ ଡିକ୍ରିଜ ହେଇଛି, ମାନେ କରୁଛି ରିଡ୍ୟୁସିଂ ହେଇଯାଉଛି।
କେତେ ବର୍ଷ ଲେଖା ସମସ୍ତଙ୍କର ଜୀବନ କାଳ କମି ଯାଉଛି 3.5 ଇୟର ଓଭରାଲି ପ୍ରତ୍ୟେକ। କିନ୍ତୁ ଯଦି ମୁଁ ଦିଲ୍ଲୀ ଏନସିଆର କଥା କହୁଛି ବା ଦିଲ୍ଲୀ କଥା ଆମେ ଯଦି କହିବା, ଦିଲ୍ଲୀରେ ଏତେ ଯେ ପଲ୍ୟୁସନର ମାତ୍ରା ଅଧିକ ଅଛି, ପ୍ରତ୍ୟେକ ବ୍ୟକ୍ତିଙ୍କର ଆୟୁଷ ବା ମାନେ ବଞ୍ଚିବାର 8.2 ଇୟର ମାନେ କଣ ହେଇଛି ନା ରିଡ୍ୟୁସ ହେଇଯାଉଛି। ଦ୍ୟାଟ ଇଜ ଦ ଇମ୍ପୋର୍ଟାଣ୍ଟ ପଏଣ୍ଟ ଯେ ତୁମମାନଙ୍କର ଯୋଉ ରହୁଛି କି ସେ ନା ମାନେ ଲାଇଫ ସ୍ପାନ୍ ରହୁଛି, ଯୋଉ ପଲ୍ୟୁସନ ଆମର ଲାଇଫ ଇଣ୍ଡେକ୍ସ ରିପୋର୍ଟ ଆସିଛି ଯେ ପ୍ରତ୍ୟେକ ଲୋକମାନଙ୍କର ଏଇଟା କେତେ କମି ଯାଉଛି, ତା 3.5 ଇୟର ତାଙ୍କର ବୟସ ସୀମା କମି ଆସୁଛି। ଠିକ ସେଇଭଳି ଠିକ ସେଇଭଳି 2.8 ଇୟର କମୁଛି କୋଉ ଜାଗାରେ ନା ଦିଲ୍ଲୀ ଏନସିଆର ଜାଗା ଏରିଆରେ କମି ଯାଉଛି। ଏ ପଏଣ୍ଟ ଭେରି ଇମ୍ପୋର୍ଟାଣ୍ଟ ରହିବ। ଆଚ୍ଛା, ଏଇଠି ମୁଁ ଗୋଟେ ଜିନିଷ ତମମାନଙ୍କୁ କହିବାକୁ ଚାହୁଛି ଯେ पर्टिकुलर एयर पोल्यूशन जहाँ आम कही पर्टिकुलर मैटर ओके, जो आमर देख आमर डस्ट पार्टिकल छोट छोट कणा माने छोट छोट बिंदु मान सब डस्ट पार्टिकल रोचे, आपको ही आम कही कौन पर्टिकुलर एयर पोल्यूशन बा पर्टिकुलर मैटर बोली कही आम सर्टकट पीएम बोली कह जाए, PM 2.5। WH कहवा मुताबक ओके, WH कहवा मुताबक जे गोटे पार्टिकल साइज केते हवा दरकार 5UG/3MQ ଏତିକି ହବା କଥା। କିନ୍ତୁ ଆମ ଭାରତ ପାଇଁ ଲିମିଟେସନ କେତେ ରଖାଯାଇଛି ନା 40 ରଖାଯାଇଛି, ଯେ ଏତିକି ସାଇଜର ରହିବା ଦରକାର ଗୋଟେ ପାର୍ଟିକଲର। କିନ୍ତୁ ଯୋଉଟା କି ଆମେ ତାଠୁ ଅଧିକ ଏକ୍ସଟେଣ୍ଡ ହେଇଯାଉଛି। ତ ମନେ ରଖ ଏ ପଏଣ୍ଟଟାକୁ ମନେ ରଖିବ, ଯୋଉଟା କି 40 ରହିବା କଥା, ଯୋଉଟା କି ଆକର୍ଡିଂ ଟୁ WHO ମୁତାବକ ହଉଛି 5, କିନ୍ତୁ ଭାରତ ପାଇଁ ହଉଛି 40, ଯୋଉଟା କି ଏକ୍ସେସ ହେଇଯାଉଛି। ଓଭରାଲି ଯଦି ଆମେ ଦେଖିବା ଏଇ ଯୋଉ ପଏଣ୍ଟରେ ଆମ ପାଇଁ କ୍ୱେଶ୍ଚିନ୍ କଣ ଆସିବାର ଚାନ୍ସ ଅଛି କୌଣସି ବି ଏକ୍ସାମରେ, ଯେ ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ଯୋଉ ରିପୋର୍ଟ ଆସିଛି 2025ର, ଆକୁ ରିଲିଜ କିଏ କରୁଛି। ତାପରେ ଆସିଲା ଆମର ଯୋଉ ଲାଇଫ ସ୍ପାନ୍ ଅଛି କେତେ କମିଛି ବା ଜୀବନ ଚକ୍ର କେତେ କମୁଛି 3.5 ପ୍ରତ୍ୟେକ ଜେନେରାଲ ବ୍ୟକ୍ତି ମାନଙ୍କର କମୁଛି। ଠିକ ସେଇଭଳି ଦିଲ୍ଲୀରେ କେତେ କମୁଛି 8.2 ଇୟର ଲେଖା କମୁଛି, ଯୋଉଟା କି WHO ମୁତାବକ ଯୋଉଟା କି ତୁମମାନଙ୍କର ଯୋଉ ପାର୍ଟିକୁଲର ସାଇଜ ରଖାଯାଇଥିଲା 5 ବା ଭାରତ ପାଇଁ ଏଟା 40 ଥିଲା, ତାଠୁ ମଧ୍ୟ ଆମେ ଏକ୍ସଟେଣ୍ଡ ହେଇଯାଉଛେ। ଏ କିଛି ପଏଣ୍ଟକୁ ମନେ ରଖିବା ଅଛି। ଏବେ ଯିବା 4th ନମ୍ବର ପଏଣ୍ଟ, ସ୍ୱଚ୍ଛ ଭାରତ ସର୍ବେକ୍ଷଣ ଆୱାର୍ଡ। ତ ଆଜି ପର୍ଯ୍ୟନ୍ତ କନଷ୍ଟାଣ୍ଟଲି ଜଣକୁ ହିଁ ଆୱାର୍ଡଟା ଦିଆଯାଉଛି। ନମ୍ବର 1 ର୍ୟାଙ୍କ କିଏ ସେ ଇନ୍ଦୋର, ନମ୍ବର 2 ହଉଛି ଜବଲପୁର। ଓକେ, ଯଦି 3 ଲକ୍ଷରୁ 10 ଲକ୍ଷ ଭିତରେ ଆମେ ଲକ୍ଷ୍ୟ କରିବା ଆଭରେଜ ପପୁଲେସନକୁ ବେସ୍ କରି, ହଁ କି ସେ ଅମରାବତୀ ଯେ କି ନମ୍ବର 1 ରହୁଛି। ବିଲୋ ଯଦି 3 ଲାକ୍ଷ ଆମେ ଲଖିବା ଦେୱାସ। ଖାଲି ଆମକୁ ଏତିକି ଜିନିଷ ମନେ ରଖିବାର ଅଛି ନମ୍ବର 1 ର୍ୟାଙ୍କରେ କିଏ ରହିଲା। ଓକେ, ଯେ ଏବେ ବର୍ତ୍ତମାନ ଓଡ଼ିଶା ପାଇଁ ଗୋଟେ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ନ୍ୟୁଜ, ଯେ କଣ ନା ଦେବ୍ରିଗଡ଼, ମନେ ରଖି ପଡେ ଦେବ୍ରିଗଡ଼, ଦେବ୍ରିଗଡ଼ ଦେବ୍ରିଗଡ଼ ୱାଇଲ୍ଡ ଲାଇଫ ସେଞ୍ଚୁରୀ। ମୋର କହିବା କଥା ଦେବ୍ରିଗଡ଼ ୱାଇଲ୍ଡ ଲାଇଫ ସେଞ୍ଚୁରୀ ଓଡ଼ିଶାର କୋଉଠି ଅଛି, ଓଡ଼ିଶାର କୋଉଠି ଅଛି, କୋଉଠି ଅଛି ଦେବ୍ରିଗଡ଼ ୱାଇଲ୍ଡ ଲାଇଫ ସେଞ୍ଚୁରୀ, କିଏ କହିପାରିବ? ସମ୍ବଲପୁର। ମନେ ରଖ ଇଏ କୋଉଠି ଅବସ୍ଥିତ ଅଛି, ଯେ ଲୋକେଟେଡ ହଉଛି କି ସେ ସିଚୁଏଟେଡ ଇନ ଦ ବରଗଡ଼, ବରଗଡ଼ ଡିଷ୍ଟ୍ରିକ୍ଟରେ ଅବସ୍ଥିତ ଅଛି ନିୟର ଦ ହୀରାକୁଦ ଡ୍ୟାମ। କୋଉଠି ନା ହୀରାକୁଦ ଡ୍ୟାମ ପାଖରେ ଏଟା ଅଛି ମହାନଦୀ ରିଭରର। ତ ଏଠି କଣ ହେଇଛି ଦେବ୍ରିଗଡ଼ ୱାଇଲ୍ଡ ଲାଇଫ ସେଞ୍ଚୁରୀକୁ एनटीसीए एनटीसीए अप्रूवल କରିଛି ଟୁ ବିକେମ୍ ଟାଇଗର ରିଜର୍ଭ ହିସାବରେ। ତ ଓଡ଼ିଶାର ଯୋଉ ଟାଇଗର ରିଜର୍ଭ ଅଛି, ତ ଏବେ ରିସେଣ୍ଟଲି ଏବେ ଆଉ ଏକ ଟାଇଗର ରିଜର୍ଭକୁ ଆପ୍ରୁଭାଲ ଦିଆଯାଇଛି। ସିଏ ହେଲା କି ସେ ଦେବ୍ରିଗଡ଼ ୱାଇଲ୍ଡ ଲାଇଫ ସାଞ୍ଚୁରୀକୁ, କାହାକୁ ଦେବ୍ରିଗଡ଼ ୱାଇଲ୍ଡ ଲାଇଫ ସେଞ୍ଚୁରୀକୁ। ଓକେ, ଯେ ଆଉ କିଛି ଏକ୍ସଟ୍ରା ପଏଣ୍ଟ ବି ଲେଖା ହଉଛି, ଯେମିତି କି ଇଏ କେତେ କିଲୋମିଟରର ବାଉଣ୍ଡରୀ ସେୟାର କରୁଛି ବା କେତେ କିଲୋମିଟର ଏରିଆ କଭରେଜ କରୁଛି, ଯେମିତିକି ଏଇଟା ଲୋକେସନ କୋଉଠି ଆସୁଛି, ତ ଏଠି ଫ୍ଲୋରା ଫୁନା କଣ ମିଳେ କିଛି ଆବଶ୍ୟକତା ନାହିଁ, ବାସ୍ ଆମକୁ ଏତିକି ଜିନିଷ ମନେ ରଖିବାର ଅଛି। ଓକେ, ତାହେଲେ ଏଟା ମେ ବି ଅପକମିଂ କୌଣସି ବି ଏକ୍ସାମରେ କ୍ୱେଶ୍ଚିନ୍ ବି ଆସିଯାଇପାରେ, ଯେ ଏବେ ରିସେଣ୍ଟଲି ଏନଟିସିଏ କାହାକୁ ଆପ୍ରୁଭାଲ ଦେଇଛି ଆଜ ଏ ଟାଇଗର ରିଜର୍ଭର ଇନ୍ ଓଡ଼ିଶାରେ, ସେ ହଉଛି କି ସେ ଦେବ୍ରିଗଡ଼ ୱାଇଲ୍ଡ ଲାଇଫ ସାଞ୍ଚୁରୀକୁ। ତ ଏବେ ରିସେଣ୍ଟଲି ଆଉ ଗୋଟେ ନ୍ୟୁଜ ଅଛି, ବାସ୍ ଖାଲି ଏତିକି ମନେ ରଖିବାର ଅଛି କଣ୍ଟ୍ରି ନା। ଏବେ ରିସେଣ୍ଟଲି କେଉଁ କଣ୍ଟ୍ରି
अनाउंस टू इन्वेस्टमेंट इन ए ट्रॉपिकल फॉरेस्ट आम जो ट्रॉपिकल फॉरेस्ट रोचे सिटी इन्वेस्टमेंट करिवो को कंट्री सोची कि से ब्राजील तो ब्राजील इज सेट टू बिकम द फर्स्ट कंट्री टू अनाउंस an इन्वेस्टमेंट इन द ट्रॉपिकल फॉरेस्ट जो रोचे इटे इन्वेस्टमेंट करिया पे से अनाउंसमेंट करिছে नॉर्मली तुमको आज ऑनलाइन हिसाब रे ए क्वेश्चन को पचारि पारे जे केउ कंट्री अनाउंस करछि कारण ए सब पॉलिसी आसी थाए ओडिसा ऊपर यदि किछि रहउछि बा कोनोछि ये रहउछि रिसेंटली ओडिशार केउ वाइल्ड लाइफ सेंचुरी को आज टाइगर रिजर्वर हिसाब रे डिक्लेयर कराइछि सेटा मन रखियो स्वच्छ भारत अवार्ड को मन रखियो एयर क्वालिटी लाइफ इंडेक्स को मन रखियो तापर आसला किसे ना तुमनकर हाँ सेंट्रल पोल्यूशन कंट्रोल बोर्ड कहले कौन बुझिबा अच्छा ओवरऑल किछि डिस्कशन कर दो लास्ट को रिवीजन क्विक स्पीड रे समझ रेडी अछो अच्छा थैंक यू तो देखो वाइल्ड लाइफ प्रोटेक्शन एक्ट कहते वाइल्ड लाइफ प्रोटेक्शन एक्ट कहते वाइल्ड लाइफ प्रोटेक्शन एक्ट 1972 थैंक यू अच्छा एनवायरमेंट प्रोटेक्शन एक्ट एनवायरमेंट प्रोटेक्शन एक्ट 1986 थैंक यू अच्छा ई वेस्ट रूल कहते ई वेस्ट रूल 2022 थैंक यू जे हमर जो रिपोर्ट आसिला जो तुमरो ऑडिट करा जो ए ऑडिट रे सर्टिफिकेट बा रजिस्ट्रेशन करे किए से काहा को दायित्व दिया है वो एजेंसी को ईडी ई सॉरी EADA ओके थैंक यू अच्छा मोर कहया କଥା सेंट्रल पॉल्यूशन कंट्रोल बोर्ड जहाँ हम कहूँ सर्टकट रे CPCB एबे रिपोर्ट रिलीज कर को वर्ष रिपोर्ट अच्छी पिले को वर्ष रिपोर्ट 2023 रिपोर्ट को रिलीज कराଯାଇଛି बा को बेस कर तो साधारणतः ଆମର ଯେତେବେଳେ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଯୋଉ ରିପୋର୍ଟ କୁ ରିଲିଜ କରେ ଏଟା ସାଧାରଣତଃ କାହାକୁ ବେସ୍ କରି ମାନେ ତୁମର ମାନେ ୱାଟର ର ଯୋଉ ହୁଏ କାହାକୁ ବେସ୍ କରି बायो बीओडी मन रखियो बीओडी बायोलॉजिकल ऑक्सीजन डिमांड को बेस को बीओडी को बेस कर एटा प्रति 2 वर्ष धरि भारत अच्छा जदि मु कहे प्रायोरिटी लेवल 1 टा माने बीओडी केते रहय दरकार प्रायोरिटी लेवल 1 रे बीओडी केते रहय दरकार ग्रेटर देन 30 ग्रेटर देन 30 हम यदि स्टेट वाइज लक्ष्य करबा सबटर हाईएस्ट पोल्यूटेड स्टेट की रहउची माने वाटर रे माने रिवर से हूँ किस महाराष्ट्र ओके थैंक यू जदि मो लक्ष्य करी पिले जे तुमनकर पॉल्यूटेड रिवर स्ट्रेसेस डिक्रीज केते करछ थिला आगर केते बे हैला केते 311 थिला हैला 296 हैला अच्छा एयर क्वालिटी लाइफ इंडेक्स रे ओवरऑली समस्त लाइफ टा केते ईयर रिड्यूस होची ओवरऑली रिड्यूस केते होची 3.5 अच्छा दिल्ली रे केते हिची लाइफ स्पैन टा रिड्यूस हिची अच्छा तो आमर जो थिला पर्टिकुलर एयर पोल्यूशन PM 2.5 जो थिला जे इथरे जो साइज रखा हितला इंडिया ପାଇଁ केते 40 ना 5 40 अच्छा देन आसिला होची केसे एबे रिसेंटली ओडिसा रे गोटे वाइल्ड लाइफ सेंचुरी को बिकेम द टाइगर रिजर्व हिसाब रे अप्रूवल दिया हिची ता ना कोन दिब्रुगढ़ तो एबे रिसेंटली को कंट्री तुम मन को इन्वेस्टमेंट करिवो ट्रॉपिकल फॉरेस्ट रे अच्छा तो थैंक यू स्टूडेंट जो आज हम जो क्लास कले आर रिकॉर्डिंग आउ तार पीडीएफ मु तुमको एप्लिकेशन अपलोड कर देबी आ मन रख एवरीडे हम 7 o'clock रे करंट अफेयर को कंटिन्यू करबा 30 मिनिट हो जित समय हो तो एवरीडे एटा क्लास को रखा छ ओके थैंक यू और 8 o'clock रे मैथ क्लास अछि 8 o'clock ओके